ଆଜି ପଞ୍ଚମ ଶ୍ରେଣୀର ଗଣିତ ବହିର ସାଧାରଣ ଗୁଣନୀୟକ ଓ ସାଧାରଣ ଗୁଣିତକ ଆଲୋଚନା କରିବା। ପୂର୍ବ କ୍ଲାସରେ ମୁଁ ଆପଣମାନଙ୍କୁ ଗୁଣନୀୟକ ଓ ଗୁଣିତକ କ'ଣ ସେ ବିଷୟରେ ବୁଝେଇଥିଲି ଆଉ କିଛି ପ୍ରଶ୍ନର ଆଲୋଚନା ମଧ୍ୟ କରିଥିଲି। ଏଥିରୁ ଜଣାପଡ଼ୁଛି ଆପଣମାନେ ଗୁଣନୀୟକ ଓ ଗୁଣିତକ ବିଷୟରେ ଜାଣିଥିବେ। ଆଜି ଆମେ ସାଧାରଣ ଗୁଣନୀୟକ ଓ ସାଧାରଣ ଗୁଣିତକକୁ ଚିହ୍ନିବା। ଆପଣମାନେ ଭିଡ଼ିଓକୁ ଭଲ ଭାବରେ ଦେଖୁଥାନ୍ତୁ। ପଢ଼ା ଶେଷରେ ମୁଁ ଆପଣମାନଙ୍କୁ ଗୋଟିଏ ପ୍ରଶ୍ନ ପଚାରିବି, ଯାହାକୁ ଆପଣମାନେ କମେଣ୍ଟ ବକ୍ସରେ ଉତ୍ତର ଦେବେ। ତାହେଲେ ଆସନ୍ତୁ ଆଜିର କ୍ଲାସକୁ ଆମେ ଷ୍ଟାର୍ଟ କରିବା। ପ୍ରଥମ ପ୍ରଶ୍ନ ହେଲା 12 ଓ 18ର ଗସାଗୁ କେତେ? ଷ୍ଟୁଡେଣ୍ଟସ୍, ମୁଁ ଆପଣମାନଙ୍କୁ ପ୍ରଥମେ ଗସାଗୁ ବିଷୟରେ ଶିଖେଇ ଦେଉଛି। କିପରି ଗସାଗୁ ନିର୍ଣ୍ଣୟ କରାଯାଏ। କୌଣସି ସଂଖ୍ୟାର ଗସାଗୁ ଆମେ କିପରି ନିର୍ଣ୍ଣୟ କରିବା। ଏଠାରେ 12 ଓ 18 ଅଛି। ଏହାର ଆମେ ଗସାଗୁ ନିର୍ଣ୍ଣୟ କରିବା ଶିଖିବା। 12 ଓ 18 ଏହାକୁ ମୁଁ ଆପଣମାନଙ୍କୁ ଆଗରୁ ମଧ୍ୟ ଶିଖେଇଥିଲି। ତାହେଲେ 12 ଓ 18 ଏପରି ଏକ ପଣିକା ନେବା, ଏପରି ଏକ ସଂଖ୍ୟା ନେବା ଯାହା ଯେଉଁ ସଂଖ୍ୟାରେ 12 ଓ 18 ବିଭାଜ୍ୟ ହୋଇଥିବେ। ଆମେ ଛୋଟ ସଂଖ୍ୟା ଦେଖିବା। ଆମେ 2 ନେବା। 2 ଦ୍ୱାରା 12 ବିଭାଜ୍ୟ, 18 ମଧ୍ୟ ବିଭାଜ୍ୟ। ଏଣୁ ଆମେ 2 ନେଲେ। 212, 2 ନୂଆ 18। ଆମେ କେଉଁ ସଂଖ୍ୟା ନେବା ଯେପରିକି 6 ଆଉ 9କୁ ଭାଗ କରିପାରିବା? 2 ତ ହେବ ନାହିଁ। ତାହେଲେ ବର୍ତ୍ତମାନ ଆମେ ନେଲେ 3। 3 2 6, 3 3 9। ଏପରି ଆମେ 12 ଓ 18ର ଉତ୍ପାଦକ ନିର୍ଣ୍ଣୟ କଲେ। ଆଉ ଆମକୁ ଗସାଗୁ ମାଗିଛି। ଗସାଗୁ କହିଥିଲେ ଆମେ କ'ଣ କରିବା? ଏଇ ସାଇଡ୍ରେ ଯେଉଁ ସଂଖ୍ୟା ଥାଏ ସେଇ ସଂଖ୍ୟାମାନଙ୍କୁ ଆମେ ନେଇ ଗୁଣନ କରିବା। ସାଇଡ୍ରେ କ'ଣ ଅଛି? 2 ଆଉ 3। 2 ଆଉ 3କୁ ଗୁଣନ କଲେ କ'ଣ ହେବ? 2 3 6 ହେବ। ଏଣୁ ଏଇ ସଂଖ୍ୟାର ଗସାଗୁ 6 ହେବ। 12 ଓ 18ର ଗସାଗୁ କେତେ ହେବ? 6। ଅପସନ୍ ବିଟି ଠିକ୍ ଉତ୍ତର ହେବ। ନେକ୍ସଟ କ୍ୱେଶ୍ଚନକୁ ଆସିବା। 57 ଓ 19ର ଗସାଗୁ କେତେ ହେବ? ଷ୍ଟୁଡେଣ୍ଟସ୍, ଆମେ ଦେଖିବା 57 ଆଉ 19ର ଗସାଗୁ। ଷ୍ଟୁଡେଣ୍ଟସ୍, 57 ଓ 19 ମଧ୍ୟରେ 19ଟା କ'ଣ ଅଟେ? ମୌଳିକ ସଂଖ୍ୟା ଅଟେ। ଏଣୁ 57 ଓ 19ର ଗସାଗୁ କ'ଣ ହେବ? 1 ହେବ। ଏମାନେ 57 ଓ 19 କୌଣସି ପଣିକିଆ ଖନ୍ଦାରେ ନାହିଁ। ତେଣୁ ଏମାନଙ୍କର ଗସାଗୁ 1 ହେବ ଷ୍ଟୁଡେଣ୍ଟସ୍। କିନ୍ତୁ ଆମ ଅପସନରେ 1 ନାହିଁ। ତାହେଲେ ପ୍ରଶ୍ନଟି ଭୁଲ ଅଛି ଷ୍ଟୁଡେଣ୍ଟସ୍। ଆମେ ନେକ୍ସଟ କ୍ୱେଶ୍ଚନକୁ ଆସିବା। ଦୁଇଟି କ୍ରମିକ ସଂଖ୍ୟାର ଗସାଗୁ କେତେ? ଷ୍ଟୁଡେଣ୍ଟସ୍, ଦୁଇଟି କ୍ରମିକ ସଂଖ୍ୟା ସବୁବେଳେ ମୌଳିକ ହୋଇଥାନ୍ତି। ଯେପରି 2 ଓ 3, 5 ଓ 6, 7 ଓ 8, 1000 ଓ 1001। ଦୁଇଟି କ୍ରମିକ ସଂଖ୍ୟା ସବୁବେଳେ ପରସ୍ପର ମୌଳିକ ହୋଇଥାନ୍ତି। ଏଣୁ ଏମାନଙ୍କର ଗସାଗୁ କେତେ ହେବ ଷ୍ଟୁଡେଣ୍ଟସ୍? 1 ହେବ ଷ୍ଟୁଡେଣ୍ଟସ୍। ନେକ୍ସଟ କ୍ୱେଶ୍ଚନକୁ ଆସିବା। 40 ଓ 60ର ଗସାଗୁ କେତେ? ଆମେ ନିର୍ଣ୍ଣୟ କରିବା 40 ଓ 60ର ଗସାଗୁ। ନେଲେ ଆମେ 40 ଆଉ ନେଲେ 60। ଏମାନଙ୍କର ଗସାଗୁ କେତେ ହେବ? 2 ଦ୍ୱାରା ଗଲେ ଏଠି ହେଲା 20, ଏଠି ହେଲା 30। ପୁଣି 2 ଦ୍ୱାରା ଗଲେ କେତେ ହେବ? ଏଠି ହେଲା 10, ଏଠି ହେଲା 15। ପୁଣି କେତେ 2 ଦ୍ୱାରା ଯିବ? ନା ଯିବ ନାହିଁ। 5 ଦ୍ୱାରା ଯିବ। 5 2 10, 5 3 15। ଉତ୍ପାଦକ ନିର୍ଣ୍ଣୟ ଖତମ ହେଇଗଲା। ତାହେଲେ ଗସାଗୁ କେତେ? 2 2 4 5 20। 60 ଓ 40ର ଗସାଗୁ କେତେ ହେଲା? 20 ହେଲା। ଅପସନ୍ ଡି ଠିକ୍ ଉତ୍ତର। ଆମେ ନେକ୍ସଟ କ୍ୱେଶ୍ଚନକୁ ଆସିବା। 16, 36 ଓ 80ର ଗସାଗୁ କେତେ? ଆମେ ନିର୍ଣ୍ଣୟ କରିବା 16, 36 ଓ 80। 16, 36 ଆଉ 80। କେଉଁ ଛୋଟ ପଣିକିଆ ଖନ୍ଦାରେ 16, 36 ଓ 80 ଅଛି? 2।
2 ଅଷ୍ଟା 16 ଆଉ 36 କୁ 2 ଦ୍ୱାରା ହରଣ କଲେ କେତେ ହେବ 2 କି 2 ଏଠି ରହିଲା 1 ଆଉ 16 2 ଅଷ୍ଟା 16 ଆଉ 80 କୁ 2 ଦ୍ୱାରା ଭାଗ କଲେ ହେବ 40। ବର୍ତ୍ତମାନ ଆମେ କେଉଁ ସଂଖ୍ୟା ନେବା ଆମେ ପୁଣି 2 ନେବା 2 ଚଉ 8 2 ନୂଆ 18 ଆଉ 20 ଦୁଣେ 40 20 ହେଲା। ତାପରେ କୌଣସି ପଣିକିଆ ଖନ୍ଦାରେ 4 9 ଆଉ 20 ତିନି ସଂଖ୍ୟା ଏକାଥରକେ ବିଭାଜ୍ୟ ହେବେ ନାହିଁ। ତାହେଲେ ଆମ ଉତ୍ପାଦକ ନିର୍ଣ୍ଣୟକୁ ଆମେ ଏଇଠି ବନ୍ଦ କରିବା ଆଉ ଆମ ଗସାଗୁ ନିର୍ଣ୍ଣୟ ଆଡ଼କୁ ଦେଖିବା। ଗସାଗୁ କେତେ ହେବ 2 ଦୁଣେ 4 ତେଣୁ କେତେ ହେଲା 16 36 ଓ 80ର ଗସାଗୁ କେତେ ହେଲା 4 ହେଲା ଷ୍ଟୁଡେଣ୍ଟସ୍। ଆମେ ନେକ୍ସଟ କ୍ୱେଶ୍ଚନକୁ ଆସିବା। क्वेश्चन नंबर 6 दुईटी मौलिक संख्यार गसागु केते। स्टूडेंट्स मने रखिबे दुईटी मौलिक संख्यार गसागु सब बेले एक हेबो। जेपरि उदाहरण स्वरूप दुईटी मौलिक संख्या हेले 8 और 9। 8 और 9 केउ पणिका खंदारे जिबे 8 और 9 केवल एक द्वारा विभाज्य एणु एमानकर गसागु केते हेबो स्टूडेंट्स एक हेबो। ऑप्शन ए इज करेक्ट। नेक्स्ट क्वेश्चन दुईटी परस्पर मौलिक संख्यार गसागु केते एबे जहा कहली सेटा स्टूडेंट्स दुईटी मौलिक संख्यार गसागु जहा दुईटी परस्पर मौलिक संख्यार गसागु मध्य ताहा एक। ऑप्शन डी इज करेक्ट। नेक्स्ट क्वेश्चन को आसीबा 6 8 10 और 12 र गसागु केते। 6 8 10 और 12 र गसागु निर्णय करिबा स्टूडेंट्स केते हेबो देखिदेबा। 6 8 10 और 12 केउ पणिका खंदारे अछंती एमाने आमे एपटे लिखिबा 6 8 10 और 12 केउ पणिका खंदारे अछंती एमाने अछंती 2 रे 2 द्वारा अछंती 2 द्वारा नेले कौन हेबा 2 3 6 2 4 8 2 5 10 212 आउ कौनसी पणिका खंदारे 3 4 5 और 6 विभाज्य हेबे ना हेबे नहीं। ताहले 6 8 10 और 12 रो गसागु केते हैला 2 हैला स्टूडेंट्स। ऑप्शन बी इज करेक्ट। आमे नेक्स्ट क्वेश्चन को आसीबा दुईटी क्रमिक जुग्म संख्यार गसागु केते। आमे देखिबा दुईटी क्रमिक संख्या नेबा जुग्म संख्या दुईटी क्रमिक जुग्म संख्या हेले 4 और 6 एमानकर गसागु निर्णय करिबा 2 द्वारा हेले 2 दुणे 4 2 3 6 केते हैला 2 हैला एमानकर गसागु केते हैला 2 हैला। आमे अन्य दुईटी क्रमिक जुग्म संख्या नेबा आमे नेले 10 और 12 एमाने केउ खंदारे जिबे 2 द्वारा 2 5 10 212 एमानकर गसागु मध्य केते हैला 2 हैला स्टूडेंट। तेणु दुईटी क्रमिक जुग्म संख्यार गसागु 2 हेबो। आमे नेक्स्ट क्वेश्चन को आसीबा दुईटी क्रमिक अजुग्म संख्यार गसागु केते। आमे वर्तमान दुईटी क्रमिक अजुग्म संख्या नेबा दुईटी क्रमिक अजुग्म संख्या हेला गोटे 5 आ गोटे 7 एमानकर गसागु केते हेबो एमानकर गसागु एमाने कौनसी पणिका खंदारे नाही ताहेले एमानकर गसागु 1 हेबो 5 और 7 र गसागु 1 हेबो। आमे अन्य अन्य उदाहरण नेबा आउ दुईटी क्रमिक अजुग्म संख्या हेले 11 और 13 एमाने मध्य कौनसी पणिका खंदारे नाही। आमे दुईटी क्रमिक अजुग्म संख्या जोगी कहिथिबे सेपरि नेकिरि देखिबा जेपरि हेले 15
ଆଉ 17 ଏମାନେ ମଧ୍ୟ କୌଣସି ଖନ୍ଦାରେ ନାହିଁ। ତାହେଲେ ଷ୍ଟୁଡେଣ୍ଟସ୍ ଦେଖିଲେ ଦୁଇଟି କ୍ରମିକ ଅଯୁଗ୍ମ ସଂଖ୍ୟାର ଗସାଗୁ ସବୁବେଳେ 1 ହେବ। ଅପସନ୍ ସି ଇଜ୍ କରେକ୍ଟ। ନେକ୍ସଟ କ୍ୱେଶ୍ଚନକୁ ଆସିବା। କ୍ୱେଶ୍ଚନ ନମ୍ବର 11। ନିମ୍ନସ୍ଥ କେଉଁ ସଂଖ୍ୟାଟି ଦୁଇଟି ସଂଖ୍ୟାର ଗସାଗୁ ହୋଇପାରିବ ନାହିଁ? ଷ୍ଟୁଡେଣ୍ଟସ୍ ଦୁଇଟି ସଂଖ୍ୟାର ଗସାଗୁ 1 ହେଇପାରେ, 2 ହେଇପାରେ, 3 ହେଇପାରେ, କିନ୍ତୁ 0 ହୋଇନପାରେ ଷ୍ଟୁଡେଣ୍ଟସ୍। ଏଣୁ ଏଠାରେ ଅପସନ୍ ଏ ଇଜ୍ କରେକ୍ଟ। ନେକ୍ସଟ କ୍ୱେଶ୍ଚନକୁ ଆସିବା। 23 ଓ ନିମ୍ନସ୍ଥ କେଉଁ ସଂଖ୍ୟାର ଗସାଗୁ 1? କୌଣସି ଦୁଇଟି ସଂଖ୍ୟା କିପରି ହେଇଥିଲେ ତାର ଗସାଗୁ ହୋଇପାରେ 1? କୌଣସି ଦୁଇଟି ସଂଖ୍ୟା ମୌଳିକ ବା ପରସ୍ପର ମୌଳିକ ହେଲେ ତାର ଗସାଗୁ 1 ହେଇପାରେ। ତାହେଲେ 23 ସଙ୍ଗେ କେଉଁ ସଂଖ୍ୟାର ଗସାଗୁ 1 ହେବ? 23 ତ ନିଜେ ମୌଳିକ ସଂଖ୍ୟା ଅଟେ। ଦେଖୁ 23 ଓ 46 ଏହାର କ'ଣ ହେବ? ଗସାଗୁ 1 ହେବ? ନା, ହେବ ନାହିଁ। 23 ଦୁଗୁଣେ 46। ଏଣୁ 23 ଓ 46 ପରସ୍ପର ମୌଳିକ ହେବେ ନାହିଁ। ତେଣୁ ଏଠାରେ ଏ ଅପସନ୍ ଠିକ୍ ହେବ ନାହିଁ। 69କୁ ଦେଖୁଁ। 23 30 69। ତେଣୁ ଏହା ମଧ୍ୟ 23 ସଙ୍ଗେ ତାର ଗସାଗୁ 1 ହେବ ନାହିଁ। 92କୁ ଦେଖିବା। 23 ଖନ୍ଦାରେ 92 ଅଛି। ଏହା ମଧ୍ୟ ହେବ ନାହିଁ। ଅପସନ୍ ଡି ହେବ। 23 ଓ 56ର ଗସାଗୁ 1 ହେବ ଷ୍ଟୁଡେଣ୍ଟସ୍। ଏଣୁ ଆମେ ଡି ଅପସନ୍କୁ ଟିକ୍ କରିବା। ଆମେ କ୍ୱେଶ୍ଚନ ନମ୍ବର 13କୁ ଆସିବା। ଅତି କମ୍ରେ କେତୋଟି କୋଳି ହେଲେ 18, 20 ଓ 15 ଜଣ ପିଲାଙ୍କ ମଧ୍ୟରେ ବଣ୍ଟା ଯାଇପାରିବ? ଆମେ ଷ୍ଟୁଡେଣ୍ଟସ୍ ଏପରି କୋଳି ଆଣିବା ଯାହାକୁ ଆମେ 18 ଜଣ ପିଲାଙ୍କ ମଧ୍ୟରେ ବାଣ୍ଟି ପାରିବା। ତାହାକୁ ଆମେ 20 ଜଣ ପିଲାଙ୍କ ମଧ୍ୟରେ ମଧ୍ୟ ସମାନ ଭାବରେ ବାଣ୍ଟିବା। ଆଉ ତାକୁ 15 ଜଣ ପିଲାଙ୍କ ମଧ୍ୟରେ ବି ସମାନ ଭାବରେ ବାଣ୍ଟି ପାରିବା। ତାହେଲେ ଆମେ କେତୋଟି କୋଳି ଆଣିବା? ଆମେ ଏପରି କୋଳି ଆଣିବା ଯାହାକି 18, 20 ଆଉ 15ରୁ ବେଶୀ ହେଇଥିବ। ତାହେଲେ ଆମେ ଏମାନଙ୍କ ମଧ୍ୟରେ ବାଣ୍ଟିବା। ଆଉ 18, 20 ଆଉ 15ରୁ ବେଶୀ ହୋଇଥିବ କୋଳି କିପରି ବାହାରିବ? ଆମେ 18, 20 ଓ 15ର ଲସାଗୁ ନିର୍ଣ୍ଣୟ କରିବା ଷ୍ଟୁଡେଣ୍ଟସ୍। ଆଉ ଷ୍ଟୁଡେଣ୍ଟସ୍ ମନେ ରଖିବେ, ଅତି କମ୍ରେ କହିଥିବ କି ସବୁଠାରୁ କ୍ଷୁଦ୍ରତମ କହିଥିବ, ଛୋଟ ମାନେ କମ୍ ଅର୍ଥ ପ୍ରକାଶ ପାଉଥିବ, ତାହେଲେ ସେଠାରେ ଲସାଗୁ ନିର୍ଣ୍ଣୟ କରାଯାଏ ଷ୍ଟୁଡେଣ୍ଟସ୍। ଆଉ ବେଶୀ ଅର୍ଥରେ ଗସାଗୁ ନିର୍ଣ୍ଣୟ କରାଯାଏ। ଏଠାରେ ଅତି କମ୍ରେ କୁହାଯାଇଛି। ଆଉ ତାପରେ ଆମେ ଦେଖୁଛୁ ଯେ ଆମେ ଏତିକି କୋଳି ଆଣିବା ଯେପରିକି 18, 20 ଓ 15 18, 20 ବା 15 ଜଣ ପିଲାଙ୍କ ମଧ୍ୟରେ ବାଣ୍ଟି ପାରିବା। ତେଣୁ ଆମେ ଏମାନଙ୍କର ଲସାଗୁ ନିର୍ଣ୍ଣୟ କରିବା କ୍ୟୁଁକି ସଂଖ୍ୟାଟି 18, 20 ଓ 15ରୁ ବେଶୀ ହେବ। ତାହେଲେ ଆସନ୍ତୁ ଆମେ ଲସାଗୁ ନିର୍ଣ୍ଣୟ କରିବା। କାହାର? 18, 20 ଓ 15ର ଆମେ ଲସାଗୁ ନିର୍ଣ୍ଣୟ କରିବା। କେଉଁ ପଣିକିଆରେ 18, 20 ଓ 15 ଅଛି ଷ୍ଟୁଡେଣ୍ଟସ୍? କେଉଁ ପଣିକିଆ ଖନ୍ଦାରେ ଅଛି 18, 20 ଓ 15? 15 କେଉଁଠିରେ ଅଛି? 3 ଓ 5ରେ ଅଛି। ଆଉ 20 1, 2, 4, 5 ଇତ୍ୟାଦି। ତାହେଲେ 18, 20 ଓ 15ର ଆମେ କିପରି ନିର୍ଣ୍ଣୟ କରିବା ଲସାଗୁ? ଆମେ ଉତ୍ପାଦକ ନିର୍ଣ୍ଣୟ କରିବା। ଆମେ କେଉଁ ସଂଖ୍ୟା ନେବା? ଆମେ ପ୍ରଥମେ 2 ନେବା। 2 ନୂଆ 18, 2 ଦଶା 20 ଆଉ 15 ଯିବ ନାହିଁ। ଷ୍ଟୁଡେଣ୍ଟସ୍ ଆମେ ଗସାଗୁ ନିର୍ଣ୍ଣୟ କଲାବେଳେ ସବୁ ସଂଖ୍ୟା ବିଭାଜ୍ୟ ହେଉଥିବା କଥା, କିନ୍ତୁ ଲସାଗୁ ନିର୍ଣ୍ଣୟ କଲାବେଳେ ସବୁ ସଂଖ୍ୟା ବିଭାଜ୍ୟ ନ ହେଲେ ଅତି କମ୍ରେ 2ଟି ସଂଖ୍ୟା ବିଭାଜ୍ୟ ହେଲେ ମଧ୍ୟ ଆମେ ତାହା କରିପାରିବା। ବର୍ତ୍ତମାନ 9, 10 ଓ 15 ଅଛି। କେଉଁ ପଣିକିଆ ଖନ୍ଦାରେ 9, 10, 15? 3 ନେବା ଆମେ। 3, 3, 9, 10 ରହିଯିବ। 10 ନାହିଁ 3 ଖନ୍ଦାରେ, ତାହେଲେ 15 ହେବ। 3, 5, 15। ବର୍ତ୍ତମାନ 3, 10 ଓ 5 ଆମେ କେଉଁ ଖନ୍ଦା ନେବା? ଆମେ ନେବା 5। 3 ଉତାରି ଦେବା, ଯିବ ନାହିଁ।
ପାଞ୍ଚ ଦୁଗୁଣେ 10, 5 କେ 5। ଆମର ଉତ୍ପାଦକ ନିର୍ଣ୍ଣୟ ସରିଗଲା। ଲସାଗୁ ନିର୍ଣ୍ଣୟ କଥା। ତାହେଲେ ଆମେ ସାଇଡ଼ରେ ଥିବା ସାଇଡ଼ ଆଉ ତଳ ପାଖରେ ଥିବା ସମସ୍ତ ସଂଖ୍ୟାକୁ ଗୁଣି ନେବା। 2 3 6 5 6 5 କେତେ 30, 30 3 90, 90 ଦୁଗୁଣେ 180 କେତେ ହେଲା 2 3 6 5 30, 30 90 ଦୁଗୁଣେ 180 କି 180। ତାହେଲେ କେତେ ହେଲା ଷ୍ଟୁଡେଣ୍ଟସ୍? କେତୋଟି କୋଳି ଆଣିଲେ ଆମେ 18, 20 ଓ 15 ଜଣ ପିଲାଙ୍କ ମଧ୍ୟରେ ବାଣ୍ଟି ପାରିବା ଷ୍ଟୁଡେଣ୍ଟସ୍? 180 ଅପସନ୍ ଏ ଇଜ୍ କରେକ୍ଟ। ନେକ୍ସଟ କ୍ୱେଶ୍ଚନକୁ ଆସିବା ଷ୍ଟୁଡେଣ୍ଟସ୍। 17 ଓ ନିମ୍ନସ୍ଥ କେଉଁ ସଂଖ୍ୟାର ଲସାଗୁ 85 ହେବ? 17 କେଉଁ ସଂଖ୍ୟାର ଲସାଗୁ 85 ହେବ ଷ୍ଟୁଡେଣ୍ଟସ୍? ଆମେ ଜାଣିଛୁ ଷ୍ଟୁଡେଣ୍ଟସ୍ 17 ଏକ ମୌଳିକ ସଂଖ୍ୟା। ତାହେଲେ ଏହା ସଙ୍ଗେ କେଉଁ ସଂଖ୍ୟା ନେଲେ 85 ହେବ? ଆମେ 17କୁ 85କୁ 17 ଦ୍ୱାରା ହରଣ କରିଦେବା। କେତେ ହେବ? 5 ହେବ। ଏଣୁ ଆନ୍ସର ହେଲା ଅପସନ୍ ଏ 5। ନେକ୍ସଟ କ୍ୱେଶ୍ଚନକୁ ଆସିବା। 8 ଓ 10 ମଧ୍ୟରେ ଥିବା ସାଧାରଣ ଗୁଣିତକ ଗୁଡ଼ିକ ମଧ୍ୟରେ ସବୁଠାରୁ ସାନ ଗୁଣିତକ କେତେ? 8 ଓ 10 ମଧ୍ୟରେ ଥିବା ସାଧାରଣ ଗୁଣିତକ ମାନେ ଆମେ ନିର୍ଣ୍ଣୟ କରିବା। ସାଧାରଣ ଗୁଣିତକ କିପରି ନିର୍ଣ୍ଣୟ କରାଯାଏ ଷ୍ଟୁଡେଣ୍ଟସ୍? 8ର ସାଧାରଣ ଗୁଣିତକ କିଏ? 8 କେ 8, 8 ଦୁଗୁଣେ 16। ଏମାନେ ହେଲେ 8ର ଗୁଣିତକ। 8 କେ 8, 8 ଦୁଗୁଣେ 16, 8 3 24, 8 4 32, 8 5 40। ଆଉ 10ର ଗୁଣିତକ କିଏ? 10 କେ 10, 10 ଦୁଗୁଣେ 20, 10 3 30, 10 4 40। ଏତିକି କରିଥାଉ। ତାହେଲେ ଏଠି କହିଛି ସାନ ଗୁଣିତକ। ଆଉ ତାହା ସାଧାରଣ ଅର୍ଥାତ୍ ଷ୍ଟୁଡେଣ୍ଟସ୍ ତାହା ଉଭୟ ସଂଖ୍ୟାର ଗୁଣିତକ ହୋଇଥିବା। ଦେଖୁ ଏଠି ଷ୍ଟୁଡେଣ୍ଟସ୍ 40 ହେଉଛି 8ର ଗୁଣିତକ ଆଉ 40 ହେଉଛି 10ର ଗୁଣିତକ। ତେଣୁ 40ଟି ହେଲା 8 ଓ 10ର ସାଧାରଣ ଗୁଣିତକ ଷ୍ଟୁଡେଣ୍ଟସ୍। ତାହେଲେ କେଉଁ ଅପସନ୍ ଠିକ୍ ହେଲା? ଅପସନ୍ ବି ଟି ଠିକ୍ ହେଲା ଷ୍ଟୁଡେଣ୍ଟସ୍। ଆମେ ନେକ୍ସଟ କ୍ୱେଶ୍ଚନକୁ ଆସିବା। ସବୁଠାରୁ ବେଶୀ କେତେ ଲମ୍ବର ଦଉଡ଼ି ଦ୍ୱାରା 30 ମିଟର, 54 ମିଟର ଓ 60 ମିଟର ଲମ୍ବର କନା ପୂର୍ଣ୍ଣ ଥରକେ ମପା ଯାଇପାରିବ? ଷ୍ଟୁଡେଣ୍ଟସ୍ ଏଠି ଦେଖ ସବୁଠାରୁ ବେଶୀ କୁହାଯାଇଛି। ତାହେଲେ ଆମେ ଏହାକୁ ଗସାଗୁ ନିର୍ଣ୍ଣୟ କରିବା। କାହାର? 30, 54 ଆଉ 60। କେଉଁ ପଣିକିଆ ଖଣ୍ଡାରେ 30, 54 ଆଉ 60 ଅଛି ଷ୍ଟୁଡେଣ୍ଟସ୍? 3ରେ ଅଛି। ଆମେ ଏହାକୁ ଟିକେ ଉପରେ ଲେଖିବା। 30, 54 ଆଉ 60। ଆମେ 3 ଖଣ୍ଡା ନେବା। 3 10 30, 3 କେ 3, 2 ଆଉ 4 24, 3 8 24 ଆଉ 60କୁ ହରଣ କଲେ ହେଲା 20। ବର୍ତ୍ତମାନ 2 ଦ୍ୱାରା ବିଭାଜ୍ୟ ହେବେ। 2 5 10, 2 9 18, 2 10 20। ଗସାଗୁ ନିର୍ଣ୍ଣୟ କଲାବେଳେ ମୁଁ କହିଛି ଷ୍ଟୁଡେଣ୍ଟସ୍ ଯେତେଟି ସଂଖ୍ୟାରେ ଆମେ ଗସାଗୁ ନିର୍ଣ୍ଣୟ କରୁଛୁ ସବୁ ସଂଖ୍ୟା ବିଭାଜ୍ୟ ହେଉଥିଲେ ହିଁ ଗସାଗୁ ନିର୍ଣ୍ଣୟ କରାଯାଏ। ତାହେଲେ ଉତ୍ପାଦକ ନିର୍ଣ୍ଣୟ ଏତିକି ହେବ। ଏତିକିରେ ଆମେ ଉତ୍ପାଦକ ନିର୍ଣ୍ଣୟକୁ ବନ୍ଦ କରିବା। ସାଇଡ଼ରେ କିଏ ରହିଲେ? 3 ଆଉ 2। 3 ଦୁଗୁଣେ 6। ଏଣୁ ଏଠାରେ ଏ ଅପସନ୍ଟି ହେଲା ଉତ୍ତର। ଆମେ କ୍ୱେଶ୍ଚନ ନମ୍ବର 17କୁ ଆସିବା। କେତେ ଲିଟରିଆ ପଳା ଅତି ବେଶୀରେ ନେଲେ 8 ଲିଟର, 24 ଲିଟର ଓ 40 ଲିଟର କ୍ଷୀରକୁ ପୂର୍ଣ୍ଣ ଥରକେ ମାପି ହେବ? ଅତି ବେଶୀରେ କହିଛି ଷ୍ଟୁଡେଣ୍ଟସ୍। ଏଣୁ ଏଠାରେ ମଧ୍ୟ ଆମେ ଗସାଗୁ ନିର୍ଣ୍ଣୟ କରିବା। କାହାର? 8, 24 ଆଉ 40ର ଗସାଗୁ। 8, 24 ଆଉ 40 କେଉଁ ପଣିକିଆ ଖଣ୍ଡାରେ ଯିବେ? 2 2 4 8, 2 24 ହରଣ କଲେ 12 ହେଲା। ଏଇଠି ହେଲା 20। ପୁଣି 2 ଦ୍ୱାରା ବିଭାଜ୍ୟ। 2 ଦୁଗୁଣେ 200 ଆଉ 2 10 20। ପୁଣି 2 ଦ୍ୱାରା ବିଭାଜ୍ୟ। 2 ଦ୍ୱାରା ଗଲେ 2 କେ 2, 2 3 6 ଆଉ 2 5 ସରିଗଲା। ଏତିକି ହେବ। ତାହେଲେ କେତେ ହେଲା? 2 ଦୁଗୁଣେ 4 ଦୁଗୁଣେ 8।
ताहेले केते लिटर पड़ला नेले 8 लिटर 24 लिटर और 40 लिटर क्षीर को पूर्ण थर के मपा जाई परिबो 8 लिटर स्टूडेंट्स। आमे नेक्स्ट क्वेश्चन को आसीबा। क्वेश्चन नंबर 18 दुईटी जमज मौलिक संख्यार लसागु केते। आमे उदाहरण नेबा दुईटी जमज मौलिक संख्या हेले 3 और 5 एमानकर लसागु केते हेबो। एमाने जमज मौलिक संख्या होइतेबारु एमानकर लसागु संख्या दुईटीर गुणफल संगे समान। एमानकर गसागु केते हेबो 1 आ लसागु हेबो संख्या दुईटीर गुणफल। केउ ऑप्शन ठीक होला ऑप्शन सी। नेक्स्ट क्वेश्चन को आसीबा। समस्त अंक गुड़िकर लसागु केते। समस्त अंक गुड़िकर अर्थात 1 रु 9 पर आमर अंक के अछंती 1 रु 9 पर्यंत अंक एमानकर लसागु निर्णय कले केते हेबो स्टूडेंट्स। या को मने रखिथिबे स्टूडेंट्स। या 2520 हुए। या बारंबार आम कॉम्पिटिटिव परीक्षा मानकरे आसी थाए। या एणु या को आपण मने रखिथिबे समय नष्ट करी या को करिबाटा ठीक हेबो नहीं मने रखि देथिबे। समस्त अंक गुड़िक अर्थात 1 रु 9 पर्यंत समस्त अंक गुड़िकर लसागु सब बेले 2520 हुए। नेक्स्ट क्वेश्चन को आसीबा स्टूडेंट्स। केउ क्षुद्रतम संख्याटी 2 6 और 8 द्वारा समान भावरे विभाज्य हेबो। आमे यहाँ को देखंतु स्टूडेंट्स यार क्षुद्रतम लिखा अछि तेणु आमे 2 6 और 8 रो लसागु निर्णय करिबा। 2 6 और 8 रो लसागु निर्णय कले केते हेबो 2 6 और 8 लसागु निर्णय कले हेबो 2 के 2 2 3 6 2 4 8 एतिके रे उत्पादक निर्णय खत्म। यहाँ को लसागु निर्णय कले 2 3 6 4 24 ताहेले केते हैला 24 ऑप्शन बी इज करेक्ट। कम टू द नेक्स्ट क्वेश्चन। 14 और 42 रो साधारण गुणनीयक माने कौन। 14 और 42 रो साधारण गुणनीयक देखिबा। 14 रो गुणनीयक माने के हेबे स्टूडेंट्स। आमे ऑप्शन या को खोजिबा। 14 और 42 रो साधारण गुणनीयक 1 हेबो ना 14 और 42 रो साधारण गुणनीयक 1 हेबे नहीं कारण एमाने उभय हेउचंती यौगिक संख्या। 7 मध्य हेबे नहीं खाली गोटिए संख्या थोड़ी हेबो। तेणु ऑप्शन बी टी भूल। ऑप्शन सी को आसीबो 14 और 42 रो साधारण गुणनीयक 1 हेबे। हाँ निश्चय 2 मध्य हेबे 7 मध्य हेबे 14 मध्य हेबे। तेणु एठारे सी ऑप्शन की ठीक अछि। 14 खंदारे 14 अछि 42 मध्य अछि 7 खंदारे मध्य 14 42 अछि 2 खंदारे मध्य 14 42 अछि 1 खंदारे तो निश्चय अछि स्टूडेंट। एणु सी ऑप्शन टी ठीक हैला। आमे परवर्ती प्रश्न को आसीबा। 10 और 12 रो साधारण गुणनीयक गुड़िक किए। 10 और 12 रो साधारण गुणनीयक आमे देखिबा स्टूडेंट्स। 10 और 12 पर यौगिक संख्या हेतिबारो यार गोटे मात्र गुणनीयक साधारण गुणनीयक हेबे नहीं। एणु ऑप्शन ए और बी पूर्ण भावे भूल अटंती। आमे ऑप्शन सी को देखिबा। 1 और 2 अछि 10 और 12 रो साधारण गुणनीयक 1 और 2 हेबे। हाँ 1 तो साधारण गुणनीयक अटंती 2 मध्य अटंती आहुरी अछंती कि आमे ऑप्शन डी को देखिबा। 1 2 ठीक अछि 5 10 और 12 रो साधारण गुणनीयक 5 नुहे 10 मध्य नुहे तेणु ऑप्शन डी टी भूल हेबो। ए और बी मध्य भूल होइथिले एणु सी ऑप्शन को आमे टिक करि देबा। यह ही ठीक उत्तर। आमे क्वेश्चन नंबर 23 को आसीबा स्टूडेंट्स। 18 और 16 मध्य थिबा साधारण गुणनीयक मध्य बड़ गुणनीयक की। 18 और 16 रो साधारण गुणनीयक माने के हेले बड़ गुणनीयक कहिछि ताहेले आमे 1 को छाड़ी देबा। 18 और 16 रो साधारण गुणनीयक माने के हेले 1 तो
ଅଟେ, 2 ମଧ୍ୟ ଅଟେ, 3 ହେବେ ନାହିଁ, 3 ନୁହେଁ, 4 ମଧ୍ୟ ନୁହେଁ, 5 ମଧ୍ୟ ନୁହେଁ, 6 ମଧ୍ୟ ନୁହେଁ, 7 ମଧ୍ୟ ନୁହେଁ, 8 ମଧ୍ୟ ନୁହେଁ, 18 ଆମେ ଏପରି ନିର୍ଣ୍ଣୟ କରିବା ଠିକ୍ ହେବା। 18ର ଉତ୍ପାଦକ ମାନେ କିଏ କିଏ ହେଲେ? ଆମେ ଏ ଉଭୟଙ୍କୁ ଉତ୍ପାଦକ ନିର୍ଣ୍ଣୟ କରିବା, ତାହେଲେ ଭଲ ଭାବରେ ସ୍ପଷ୍ଟ ଭାବରେ ଜଣାପଡ଼ିବ। 2 ନୁହେଁ 18, 2 ଅଷ୍ଟା 16, ଆଉ ଯିବେ ନାହିଁ। ତାହେଲେ 18 ଓ 16 ମଧ୍ୟରେ ଥିବା ସାଧାରଣ ଗୁଣନୀୟକ ମଧ୍ୟରେ ବଡ଼ ଗୁଣନୀୟକ କିଏ? 2 ଷ୍ଟୁଡେଣ୍ଟସ୍, 2। ଏଣୁ ଅପସନ୍ ଡି ଠିକ୍ ଉତ୍ତର। ଆମେ କ୍ୱେଶ୍ଚନ୍ ନମ୍ବର 24କୁ ଆସିବା। ଦୁଇଟି ସଂଖ୍ୟାର ଗୁଣନୀୟକ ଗୁଡ଼ିକ ମଧ୍ୟରୁ ଯେଉଁ ଗୁଣନୀୟକ ଗୁଡ଼ିକ ଉଭୟ ସଂଖ୍ୟାର ଗୁଣନୀୟକ ସେଗୁଡ଼ିକୁ କ'ଣ କହନ୍ତି ଷ୍ଟୁଡେଣ୍ଟସ୍? ଯେଉଁ ଗୁଣନୀୟକ ଉଭୟ ସଂଖ୍ୟାର ଗୁଣନୀୟକ ସେମାନଙ୍କୁ ସାଧାରଣ ଗୁଣନୀୟକ କହନ୍ତି, ଯାହାକୁ ଆମେ ଏବେ ନିର୍ଣ୍ଣୟ କରିଥିଲେ। କ୍ୱେଶ୍ଚନ୍ ନମ୍ବର 25କୁ ଆସିବା। 36 ଓ 12ର ସାଧାରଣ ଗୁଣନୀୟକ କେତେ? 36 ଓ 12ର ସାଧାରଣ ଗୁଣନୀୟକ ଆମେ ନିର୍ଣ୍ଣୟ କରିବା। ଲେଖିବା 36, ଲେଖିବା 12। ସାଧାରଣ ଗୁଣନୀୟକ କେତେ? 1 ତ ନିଶ୍ଚୟ ହେବେ। ତାପରେ 2, 36 କେତେ ହେବ? 2 କେ 2 ରହିଲା 16, 2 ଅଷ୍ଟା 16, 2 12, 2 ମଧ୍ୟ ହେଲା। ତାପରେ 6 ଆଉ 18 କେଉଁ ଖଣ୍ଡରେ ଯିବେ? 3, 3 18, 3 2 6। ତାହେଲେ ଏମାନଙ୍କର ସାଧାରଣ ଗୁଣନୀୟକ କେତେ? 1 2 3 ଏତିକି ହେବେ। 4 ମଧ୍ୟ ହେବେ, 2 2 4 ମଧ୍ୟ ହେବେ। ମାନେ ସାଧାରଣ ଗୁଣନୀୟକ କେତେ? 2 2 4 ମଧ୍ୟ ହେବେ। ତାପରେ 6 ମଧ୍ୟ ହେବ, ଆଉ 6 2 12 ମଧ୍ୟ ହେବ। ତାହେଲେ 36 ଓ 12ର ସାଧାରଣ ଗୁଣନୀୟକ ମାନେ ହେଲେ ଅପସନ୍ ଏରେ ଥିବା ସଂଖ୍ୟା ମାନେ। ଆମେ ନେକ୍ସଟ କ୍ୱେଶ୍ଚନକୁ ଆସିବା। 18 ଓ 30ର ଗରିଷ୍ଠ ସାଧାରଣ ଗୁଣନୀୟକ କିଏ? ଗରିଷ୍ଠ ସାଧାରଣ ଗୁଣନୀୟକ ଅର୍ଥାତ୍ ଷ୍ଟୁଡେଣ୍ଟସ୍ ଗସାଗୁ। 18 ଓ 30ର ଗରିଷ୍ଠ ସାଧାରଣ ଗୁଣନୀୟକ ଆମେ ଦେଖିବା। ଲେଖିବା 18 ଆଉ ଲେଖିବା 30। ଗସାଗୁ କେତେ ହେବ? କେଉଁ ଖନ୍ଦାରେ ଯିବେ 18 ଓ 30? 2ରେ ଯିବେ। 2 ନୂଆ 18 ଆଉ 15ରେ ଗଲେ ପୁଣି ଯିବେ 3। 3 3 9, 3 5 15 ସରିଗଲେ। ତାହେଲେ ଗସାଗୁ କେତେ ହେଲା? 2 3 6 ହେଲା। କେଉଁ ଅପସନ୍ଟି ଠିକ୍ ହେଲା? ଅପସନ୍ ବି ଟି ଠିକ୍ ହେଲା। ନେକ୍ସଟ କ୍ୱେଶ୍ଚନକୁ ଆସିବା। 45ର କେତୋଟି ଗୁଣନୀୟକ ଅଛି? ଷ୍ଟୁଡେଣ୍ଟସ୍ 45ର ଗୁଣନୀୟକ ମାନେ କିଏ କିଏ? 1, ତାପରେ 45, ତାପରେ 9 5 45, ତାପରେ ଆଉ କିଏ ହେବ? ଆଉ କିଏ ହେବେ? 15 3 45। ତାହେଲେ କେତେଟି ହେଲେ? 6ଟି ହେଲେ। 45ର କେତୋଟି ଗୁଣନୀୟକ? 6ଟି ଷ୍ଟୁଡେଣ୍ଟସ୍। ଡି ଅପସନ୍ଟି ଠିକ୍ ଅଛି। କ୍ୱେଶ୍ଚନ୍ ନମ୍ବର 28କୁ ଆସିବା। 12ର କେଉଁ କ୍ଷୁଦ୍ରତମ ଗୁଣିତକ 15 ଦ୍ୱାରା ବିଭାଜ୍ୟ? 15 ଦ୍ୱାରା ବିଭାଜ୍ୟ ଆଉ ତାହା 12ର ଗୁଣିତକ ଅଟେ। ସେ ସଂଖ୍ୟାଟି କିଏ ଷ୍ଟୁଡେଣ୍ଟସ୍? ସେଇ ସଂଖ୍ୟାଟି ଆମେ ଦେଖିବା। 15 ଓ 12ର ଆମେ ଉତ୍ପାଦକ ନିର୍ଣ୍ଣୟ କରିବା। କେତେ? 12 5 60, ଯାହାକି 15 ଓ 12 ଉଭୟ ଦ୍ୱାରା ବିଭାଜ୍ୟ। ତେଣୁ ଏଠାରେ ଅପସନ୍ ସି ଟି ଠିକ୍ ହେବ ଷ୍ଟୁଡେଣ୍ଟସ୍। ଆମେ କ୍ୱେଶ୍ଚନ୍ 29କୁ ଆସିବା। ଗୋଟିଏ ସଂଖ୍ୟାର କ୍ଷୁଦ୍ରତମ ଗୁଣିତକ କିଏ ହେବ? ସବୁବେଳେ ଷ୍ଟୁଡେଣ୍ଟସ୍ ଗୋଟିଏ ସଂଖ୍ୟାର କ୍ଷୁଦ୍ରତମ ଗୁଣିତକ ସେଇ ସଂଖ୍ୟା ନିଜେ ହୁଏ। ଏଠାରେ ଅପସନ୍ ଡି ଟି ଠିକ୍ ଉତ୍ତର ହେବ ଷ୍ଟୁଡେଣ୍ଟସ୍। ଲାଷ୍ଟ କ୍ୱେଶ୍ଚନ୍ ନମ୍ବର 30। ଅତି କମ୍ରେ କେତୋଟି ଲଡୁ ନେଲେ 4 ଜଣ ବା 5 ଜଣ ବା 6 ଜଣ ପିଲାଙ୍କ ମଧ୍ୟରେ ବଣ୍ଟା ଯାଇପାରିବ? ଏପରି ନମ୍ବର ତ ଆମେ ଆଗରେ କରିଥିଲେ। ଅତି କମ୍ରେ କୁହାଯାଇଛି
ताहले आमे कौन करिबा स्टूडेंट्स लसागु निर्णय करिबा कहा कहार 4 5 और 6 रो 4 5 और 6 परस्पर मौलिक अटंती एमानकर लसागु कौन हेबो संख्या त्रयर गुणफल 4 5 20 सो केते 120 स्टूडेंट 120 टी लड्डू नेले आमे ताहा 4 जण मध्यरे बा 5 जण मध्यरे बा 6 जण मध्यरे समान भाबरे बांटी पारिबा स्टूडेंट्स एणु ऑप्शन डी टी ठीक है स्टूडेंट्स एतिकरे आज क्लास को आमे एठी रखिबा स्टूडेंट्स आज मु आपण मानकु प्रश्न पचारुछि जे दुईटी क्रमिक अजुग्म संख्यार गसागु केते स्टूडेंट्स या को आपण माने उत्तर देबे कमेंट बॉक्स रे।